କେମିତି ହେଇଛି? ବଢିଆ ପୁରା ବଢିଆ ହେଇଛି। ତମେ ସାନୁ ଜାନୁ ବ୍ଲଗ କୁ ଲାଇକ୍ କର, ସବସ୍କ୍ରାଇବ କର, ସବୁ କର ହେଲେ କି ବଢିଆ ତରକାରୀ ହେଇଛି। ତମେ ଭାଇ ସାଙ୍ଗମାନେ ବର୍ତ୍ତମାନ ମୁଁ ଚାଲିଲି ମୁଁ ରୋଷେଇ ଷ୍ଟାର୍ଟ କରିବି। ଟମାଟର ଧରିକି ଚାଲିଛି, ମାର୍କେଟରୁ ଚାଲି ଆସିଲି। ଦେଖିପାରୁଥିବେ ଏବେ ରୋଷେଇ ଷ୍ଟାର୍ଟ କରିଦେବି। ଚାଲନ୍ତୁ ଦେଖିବା ରୋଷେଇ ଆଜି କଣ କଣ ହଉଛି। ଆଜି ସନ୍ଧ୍ୟା ବଜାର ଆପଣମାନେ ଜାଣିଥିବେ ବହୁତ ଭଲ ଭାବରେ। ଦେଖିବା କଣ ଆଜି ରୋଷେଇ ହଉଛି କଣ ନାହିଁ। ହାଇ ସାଙ୍ଗମାନେ, ଆଜି ହଉଛି ରବିବାର। ଆଜି ରବିବାର ରାତିରେ ଆମର ହଉଛି ଚିକେନ। ଦେଖିପାରୁଥିବେ ଆଉ ଭାଇ ବି ଚିକେନ ନେଇକି ଆସିଗଲେଣି। ଦେଖିପାରୁଥିବେ ଭାଇ କଣ କଣ ଆଣିବ? ଚିକେନ, ପନିର, ଆଉ କଣ ମଟର, ଆଉ ଦେଖିପାରୁଥିବେ ଭାଇ ବି ନେଇକି ପଳେଇ ଆସିଲେ। ବର୍ତ୍ତମାନ ଆମର ଏଠି ମସଲା ଖାଇ ଖାଇକି ଚିକେନ ଦେଖିପାରୁଥିବେ ଚିକେନ ବି ରେଡି ହେଇଗଲାଣି। ଭାତ ସେପଟେ ବସିଛି। ଆଉ ଦେଖିପାରୁଥିବେ ତ ଏଇଭଳିଆ ଚାଲିଛି। ଆଜି ସଣ୍ଡେ ବଜାର। ଆଜି ପିଲାମାନେ ସବୁ ଅଛନ୍ତି ରୁମରେ, ପିଲାମାନେ ଆସିନାହାନ୍ତି। ପିଲାମାନେ ଆସିଲେ ପରବର୍ତ୍ତୀ ଭିଡିଓ ଆପଣମାନଙ୍କୁ ଦେଖେଇବୁ। ଆଉ କଣ କରିବୁ ଦେଖନ୍ତୁ ଏପଟେ ସାଧା ପିଲା ଲାଗିଲେ ପନିର ବି ରେଡି ହେଇଗଲାଣି, କଟାକଟି ହେଇକି ଭଜା ଭଜି ଆରମ୍ଭ ହେଇଯିବ। ଆଉ କିଛି ସମୟ ପରେ ପିଲାମାନେ ବି ଆସିବେ ଖାଇବା ପାଇଁ 8:30 ବେଳେ। ସାଙ୍ଗମାନେ ପିଆଜ ପକେଇଦେଲି, ଦେଖିପାରୁଥିବେ। ପିଆଜକୁ ଭଲ ଭାବରେ ଟିକେ ରେଡ୍ କରିଦବା। ଆଉ ରେଡ୍ ହେଲା ପରେ ମସଲା ମସଲି ଦବା। ଦେଖିପାରୁଥିବେ ପିଆଜ ପଡିଗଲା। ଆଳୁ ବି ଭାଜି ସାରିଲିଣି, ଆଳୁ ଏଇଠି ଭଜା ହେଇକି ଅଛି। ଚିକେନ ବି ହଳଦୀ ତେଲ ଲୁଣ ସବୁ ଗୋଳେଇ ରଖିଦେଇଛି। ମସଲା ରେଡି କରିଦେଇଛି ବାଟିକି। ସାଙ୍ଗମାନେ ପିଆଜ ରେଡି ହେଇଗଲା, ଏବେ ଦେଇଦବା ମସଲା। ଦେଖିପାରୁଥିବେ ମସଲା ବି ଦେଇଦେଲି, ଏବେ ଟିକେ ଗୋଳେଇ ଦବା। ଆରେ ସାଙ୍ଗମାନେ ଲଙ୍କା ଗୁଣ୍ଡି ପଡିଗଲା, ଏବେ ଦେଇଦବା ଜିରା। ଏବେ ଦେଇଦବା ଜିରା ସାଙ୍ଗମାନେ, ଜିରା ଗୁଣ୍ଡ ପଡିଗଲା। ସାଙ୍ଗମାନେ ଏବେ ଧନିଆ ପତ୍ର ଟିକେ ପକେଇଦବା। ଆଉ ପକେଇ ଦେଇକି ଟିକେ ଗୋଳେଇଦବା। ଦେଖିପାରୁଥିବେ ତାପରେ ଖାଇଦବା। ସାଙ୍ଗମାନେ ସ୍ୱାଦ ଅନୁସାରେ ଟିକେ ଲୁଣ ଦେଖିପାରୁଥିବେ, ଲୁଣ ବି ପଡିଗଲା। ଆଉ ମସଲା ଦେଖିପାରୁଥିବେ ସାଙ୍ଗମାନେ କଣ ଦେଖିପାରୁଥିବେ ଚିକେନ ମସଲା ବି ଟିକେ ପକେଇଦବା। ସାଙ୍ଗମାନେ ଚିକେନ ମସଲା ବି ପଡିଗଲା, ଦେଖିପାରୁଥିବେ। ଆଉ ମସଲା ବି ଦେଖିବି ଆମର ପଡିଗଲା। ଭାତ ବି ଗୋଳା ହବାର ଷ୍ଟାର୍ଟ ହେଇଗଲାଣି ସାଙ୍ଗମାନେ, ଦେଖିପାରୁଥିବେ। ସାଙ୍ଗମାନେ ଚିକେନ ମସଲା ପଡିଗଲା, ତା ବାସ୍ନା ବି ବହୁତ ସୁନ୍ଦର ଆସୁଛି। ଦେଖିପାରୁଥିବେ ନା ସେ ପିଲା ଚିକେନ ଖାଉନାହାନ୍ତି, ଯୋଉ ପିଲା ସାଧା ଅଛନ୍ତି ତାଙ୍କ ପାଇଁ ବି ପନିର ଆଉ କ୍ୟାପ୍ସିକମ୍ ସବୁ ଭାଜିଦେଲି। ମସଲା ବି ଏବେ ରେଡି ହେଇଗଲା, ଏବେ ଚିକେନ ପକେଇଦବା। ଦେଖିପାରୁଥିବେ ମସଲା ବି ପୁରା ରେଡି ହେଇଗଲାଣି। ଏବେ ଚିକେନ ଟିକେ ପକେଇଦବା। ଆଉ ଚିକେନ ପକେଇକି ଘାଣ୍ଟି ଦବା ଟିକେ।